ସକାଳ ପିଲାମାନେ। ତମେ ସବୁ କେମିତି ଅଛ? ଭଲ ଅଛ ନା? ଆଚ୍ଛା, ତମ ସମସ୍ତଙ୍କୁ ଗଛ କାହାଣୀ କବିତାର ଅଷ୍ଟମ ତଥା ଅନ୍ତିମ ଭିଡ଼ିଓକୁ ସ୍ୱାଗତ। ଏଇ କବିତାକୁ କିଏ ଲେଖିଛନ୍ତି କହିଲ? ହଁ, କବି ଡକ୍ଟର ରାମଚନ୍ଦ୍ର ନାୟକ, ନାଇଁ? ଆଚ୍ଛା, ତାହେଲେ ତମେ ପୂର୍ବରୁ 7ଟି ଯାକ ଭିଡ଼ିଓ ଦେଖି ସାରିଛ, ନାଇଁ? ଠିକ୍ ଅଛି, ତାହେଲେ ଚାଲ ଆମେ ଅଷ୍ଟମ ତଥା ଅନ୍ତିମ ଭିଡ଼ିଓରେ କ'ଣ ଦେଖିବା କହିଲ? ହଁ, ତାର 10ମ ପଦକୁ ଆବୃତ୍ତି କରିବା ଏବଂ ସେଥିରେ ଥିବା ପ୍ରଶ୍ନୋତ୍ତର ଗୁଡ଼ିକ ସହିତ ପରିଚିତ ହେବା ତଥା ପୂର୍ବରୁ ଯେଉଁ 7ଟି ଭିଡ଼ିଓରେ ଆମେ 9ଟି ପଦ ବିଷୟରେ ଆଲୋଚନା କରିଛେ, ସେହି ପଦଗୁଡ଼ିକରେ ଥିବା ପ୍ରଶ୍ନଗୁଡ଼ିକୁ ଆମେ ଆଉ ଥରେ ମନେ ପକାଇବା। ଚାଲ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖିବା। ପିଲାମାନେ, ପୂର୍ବ ଭିଡ଼ିଓ ଗୁଡ଼ିକରେ ଆମେ ଗଛ କାହାଣୀ କବିତାର ଯେଉଁ ପଦଗୁଡ଼ିକ ଆବୃତ୍ତି କରିଥିଲେ ଏବଂ ତାହା ବିଷୟରେ ଆଲୋଚନା କରିଥିଲେ, ସେଥିରୁ କିଛି ପ୍ରଶ୍ନ ସହିତ ପରିଚିତ ହେବା ଏବଂ ତାହାକୁ ପରସ୍ପର ସହିତ ଆଲୋଚନା କରି ଉତ୍ତର କହିବା। କହିଲ, ଗଛ କାହାଣୀ କବିତାର କବି କିଏ? ହଁ, ଠିକ୍ କହିଛ। କବି ହେଉଛନ୍ତି ଡକ୍ଟର ରାମଚନ୍ଦ୍ର ନାୟକ। ଏବେ କହିଲ, ଗଛ ଆମକୁ କେମିତି ଆଶ୍ରା ଦେଇଛି? ହଁ, ଗଛ ଆମକୁ ତାର ବକଳ ହୃଦୟ ଚିରି ଆଶ୍ରା ଦେଇଛି, ନାଇଁ? ଗଛ ତା ଛାଇରେ ଆମକୁ ଆଶ୍ରା ଦେଇଛି। ଏବେ ଆଉ ଗୋଟେ ପ୍ରଶ୍ନ ତମ ସାମ୍ନାରେ ଦେଖାଯାଉଥିବ। କହିଲ, ଗଛ କ'ଣ ଶପଥ ନେବା ପାଇଁ ଆମକୁ କହିଛି? କ'ଣ ଶପଥ ନେବା ପାଇଁ କହୁଛି? ହଁ, ଗଛ ତାର ଫଳ ଖାଇ ଆମକୁ ଆମର କର୍ମ ପଥରେ ହେଳା ନ କରିବା ପାଇଁ ଶପଥ ଗ୍ରହଣ କରିବା ପାଇଁ କହୁଛି, ନାଇଁ? ଠିକ୍ କହିଛ। ଆଚ୍ଛା ପିଲାମାନେ, ଏଇ ଚିତ୍ରଟିକୁ ଦେଖିଲ। ଏଇ ଚିତ୍ରରେ କ'ଣ ଦେଖୁଛ? ହଁ, ଚିତ୍ରଟି ପ୍ରକୃତରେ ଦୁଇ ଭାଗରେ ବିଭକ୍ତ ହେଇଛି, ନାଇଁ? ତମେ ବାଁ ପଟରେ ଯୋଉ ଚିତ୍ରଟି ଦେଖୁଛ, ସେଥିରେ କ'ଣ ଦେଖୁଛ କହିଲ? ହଁ, ସବୁଜ ସୁନ୍ଦର ଆମର ଏଇ ପୃଥିବୀ ସତରେ ଯେମିତି ହସି ଖେଳି ଆନନ୍ଦମୟରେ ଉତ୍ଫୁଲ୍ଲିତ ହେଇଯାଉଛି। କିନ୍ତୁ ଡାହାଣ ପଟରେ ଯୋଉ ଚିତ୍ରଟି ଦେଖୁଛ, ପୃଥିବୀର ଅବସ୍ଥା ଅତ୍ୟନ୍ତ ଜୀର୍ଣ୍ଣଶୀର୍ଣ୍ଣ। କାହିଁକି କହିଲ? ଆମେ ଯେତେବେଳେ ଗଛ କାଟୁଛୁ ଏବଂ କଳକାରଖାନା ବଢ଼େଇବା ପାଇଁ ପ୍ରୋତ୍ସାହନ ଯୋଉ ଦଉଛୁ, ତା ଦ୍ୱାରା ପ୍ରକୃତରେ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି, ନୁହେଁ? ଯାହାଦ୍ୱାରା କି ପରିଶେଷରେ ଆମକୁ ହିଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କାହିଁକି ନା ଗଛ ଆମର ପ୍ରକୃତ ବନ୍ଧୁ। ତେଣୁ ଆମେ ସମସ୍ତେ ସଂକଳ୍ପ ନେବା କଥା ଏବଂ ଗୋଟିଏ ଗୋଟିଏ ଗଛ ପ୍ରତିବର୍ଷ ଅତି କମରେ ଲଗାଇବା କଥା। ଏବେ ଏଇ ଚିତ୍ରଟିକୁ ଦେଖିଲ। ବାଁ ପଟରେ ଯୋଉ ଚିତ୍ରଟି ଦେଖୁଛ, ଟିକେ ଭଲସେ ଲକ୍ଷ୍ୟ କର। ପୃଥିବୀ ଆଖିରୁ ସତରେ ଯେମିତି ଦୁଇ ଟୋପା ଲୁହ ଝରି ଯାଉଛି। ଗଛ ଗୁଡ଼ିକୁ ଅତ୍ୟନ୍ତ ନିଃସହାୟ ଏବଂ ଅସହାୟ ଅବସ୍ଥାରେ ଦେଖି। କିନ୍ତୁ ଡାହାଣ ପଟରେ ଯେଉଁ ଚିତ୍ରଟି ଦେଖିପାରୁଛ, ତାହା ସମ୍ପୂର୍ଣ୍ଣ ଭିନ୍ନ। ପୃଥିବୀ ସତେ ଯେମିତି ସବୁଜ ରଙ୍ଗର ଶାଢ଼ୀ ପିନ୍ଧି ଆମ ସାମ୍ନାରେ ଦେଖାଯାଉଛି, ନୁହେଁ? ତେଣୁ ଗଛର ମହିମା ପ୍ରକୃତରେ ଏଇ ଚିତ୍ରଟି ହିଁ ବର୍ଣ୍ଣନା କରୁଛି। ଚିତ୍ରଟି ଯାହା ଆମ ସାମ୍ନାରେ ଦେଖେଇବା ପାଇଁ ଚେଷ୍ଟା କରୁଛି, ତାହା ପ୍ରକୃତରେ ଆମର ଆଖି ଖୋଲି ଦେଉଛି। ଆମେ ସବୁବେଳେ ମଣିଷ ସମାଜ ଗଛ କାଟିବା ଦ୍ୱାରା ପ୍ରତ୍ୟେକ ଜୀବଜନ୍ତୁଙ୍କୁ ମରଣ ମୁହଁକୁ ଠେଲି ଦେଉଛେ। କିନ୍ତୁ ପ୍ରକୃତରେ ପୃଥିବୀ ସମସ୍ତଙ୍କର ଏବଂ ଆମେ ସମସ୍ତଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ପୃଥିବୀରେ ବସବାସ କରିବା କଥା। ତେଣୁ କହିବା କଥା ହେଉଛି, ଗଛର ମହାତ୍ମ୍ୟକୁ ବୁଝି ଆମେ ସମସ୍ତେ ବୃକ୍ଷରୋପଣ କରିବା କଥା
ଏବଂ ପୃଥିବୀକୁ ସବୁବେଳେ ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା କରିବା ପାଇଁ ପ୍ରତିବଦ୍ଧ ହେବା କଥା। ଦେଖିଲ, ତମ ପରି କୁନି ପିଲାମାନେ ଗଛ ଲଗାଉଛନ୍ତି ନା ନାହିଁ? ହଁ, ତେଣୁ ଆମେ ମଧ୍ୟ ସଂକଳ୍ପ କରିବା କଥା ଏବଂ ଗଛ ଲଗେଇବାରେ ବ୍ରତୀ ହେବା କଥା। ଜଗତ ହିତରେ ଗଛ ଲଗାଇବ, ସବୁଜିମା ଜୀବ ଭରି। ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। କେମିତି ଭଲ ଲାଗିଲା ତମମାନଙ୍କୁ? ତାହେଲେ ତମେମାନେ ମଧ୍ୟ ଏମିତି ଆବୃତ୍ତି କରିବା ପାଇଁ ଚେଷ୍ଟା କରିବ। ଆଚ୍ଛା, ଏଇ ପଦରେ ପ୍ରକୃତରେ କବି ଡକ୍ଟର ରାମଚନ୍ଦ୍ର ନାୟକ କଣ କହିବା ପାଇଁ ଚାହିଁଛନ୍ତି? ହଁ, ଆମେ ସମସ୍ତେ ଜଗତ ହିତରେ ଗଛ ଲଗାଇବା ପାଇଁ ଚେଷ୍ଟା କରିବା କଥା, ଯାହାଦ୍ୱାରା କି ପୃଥିବୀ ସଦାସର୍ବଦା ହସୁଥିବ ଏବଂ ଆମ ପାଇଁ ସବୁବେଳେ ଗୋଟିଏ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଥିବ, ନୁହେଁ? ଦେଖିଲ, ତମ ସାଙ୍ଗମାନେ ସେମିତି ଗଛ ଲଗାଉଛନ୍ତି ନା ନାହିଁ? ହଁ, ଆମେ ସମସ୍ତେ ଗଛ ଲଗାଉଛୁ, ନାଇଁ? କିନ୍ତୁ ଆମେ ମନେ ରଖିବା କଥା ଯେ ଗଛ ଲଗେଇବା ସହିତ ଗଛ କାଟିବାକୁ ମଧ୍ୟ ଆମକୁ ଦୃଷ୍ଟି ଦେବାକୁ ପଡ଼ିବ। ଗଛ ଯଦି ଆମେ ନିୟମିତ ବ୍ୟବଧାନରେ କାଟିବା, ତାହେଲେ ପୃଥିବୀ ସେମିତି ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ପଡ଼ିବ। ତେଣୁ ଆମେ ଗଛ ଲଗେଇବା ସହିତ ଲୋକମାନଙ୍କୁ ସଚେତନ କରିବା କଥା ଯେ ସେମାନେ ଯେମିତି ଗଛ କାଟିବେ ନାହିଁ। ଏଇ ଦେଖିଲ, ଦୁଇ ଜଣ ଭାଇ ଭଉଣୀ ଗଛକୁ ପାଣି ଦେଇ କେମିତି ଆନନ୍ଦିତ ହେଉଛନ୍ତି। ଏଥିରୁ ଆମେ କଣ ଶିଖିବାକୁ ପାଉଛୁ? ହଁ, ଆମେ ମଧ୍ୟ ଆମ ଘରେ ପ୍ରତିବର୍ଷ ଗୋଟେ ଗୋଟେ ଗଛ ଲଗାଇବା କଥା। ଏବେ ଦେଖିଲ, ବୁଢା ମଉସାଟି କେମିତି ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି। କାହିଁକି କହିଲ? ହଁ, ତାଙ୍କ ପାଖରେ ଥିବା ଗଛଟି ଯେତେବେଳେ କାଟି ଦିଆଯାଇଛି, ତେଣୁ ସେ ଚିନ୍ତିତ ଏବଂ ବ୍ୟଥିତ ହୋଇଯାଉଛନ୍ତି। କାହିଁକି କହିଲ? ବେଳେ ବେଳେ ସେ ଆସି ଏଇ ଗଛ ତଳେ ଛାଇରେ ଆଶ୍ରୟ ନେଉଥିଲେ, କିନ୍ତୁ ଏବେ ତାଙ୍କୁ ସେ ଛାଇ ଟିକକ ମଧ୍ୟ ମିଳୁନାହିଁ। କେତେ ଦୁଃଖର କଥା କହିଲ? ସେଥିପାଇଁ ଆମେ ସମସ୍ତେ ଗଛ ଲଗାଇବା ପାଇଁ ପ୍ରଣ କରିବା କଥା। ଦେଖିଲ, ଗଛ ଲଗେଇବା ପରେ ଆମ ପରିବେଶ କେମିତି ଖୁସିରେ ହସି ଉଠୁଛି। ହଁ ନା ନାଇଁ? ବୁଝିପାରୁଛ? ଚଢେଇମାନେ ଆକାଶରେ ଖୁସିରେ ଉଡି ଯାଉଛନ୍ତି ଏବଂ ଆମେ ଯେତେବେଳେ ଗଛ ଲଗଉଛୁ, କଣ କଣ ଗଛ ଲଗଉଛୁ କହିଲ? ହଁ, ବିଭିନ୍ନ ପ୍ରକାର ପନିପରିବା ଲଗଉଛୁ, ତା ସହିତ ବିଭିନ୍ନ ପ୍ରକାର ଫଳ ଗଛ ମଧ୍ୟ ଲଗଉଛୁ, ଫୁଲ ଗଛ ମଧ୍ୟ ଲଗଉଛୁ, ନାଇଁ? ତମେ ଫୁଲ ଫୁଟିଥିବା ବି ଦେଖିପାରିଲ ତାହେଲେ। ଠିକ କହିଛ। ଆମେ ବିଭିନ୍ନ ପ୍ରକାର ଗଛ ଲଗଉଛୁ, ଯାହା ପରିଶେଷରେ ଆମର ହିଁ ଉପକାରରେ ଆସୁଛି। ତେଣୁ ଆମେ ସମସ୍ତେ ଗଛ ଲଗାଇବା କଥା। ଦେଖିଲ, ଗଛରେ କେତେ ଗୁଡାଏ ପନିପରିବା ଫଳିଛି। ଆଉ ବୁଢା ମଉସାଟି ଛୋଟ ଛୁଆମାନଙ୍କୁ ଗଛର ମହାତ୍ମ୍ୟ ବିଷୟରେ ବୁଝଉଛନ୍ତି। ଦେଖ, ତମେ ଏଇ ପଦଟିକୁ ମୁଁ ଯେମିତି ଆବୃତ୍ତି କରିଛି ସେମିତି ଆବୃତ୍ତି କରିବ। ଏବେ ଆସ, ଏଥିରେ ଥିବା ପ୍ରଶ୍ନ ଗୁଡ଼ିକ ସହିତ ଆମେ ପରିଚିତ ହେବା। ଆଚ୍ଛା, ତଳେ ଗୋଟେ ପ୍ରଶ୍ନ ଦିଆଯିବ ତମକୁ, ତା ପାଖରେ ଥିବା ଘରେ ତମେ ଠିକ ଚିହ୍ନ ଦବ। ଯଦି ତମକୁ ଉତ୍ତର ଠିକ ଲାଗୁଥିବ, ତାହେଲେ ତମେ ଠିକ ଚିହ୍ନ ଦବ। ହେଲା? ପ୍ରଶ୍ନଟି ଦେଖିଲ, ଜଗତ ହିତରେ ଆମେ କଣ କରିବା ଉଚିତ? ଫଳ ଖାଇବା, ନା ପର ଉପକାର କରିବା, ନା ସବୁଜିମା ଭରିବା, ନା ଗଛ ଲଗାଇବା? କଣ କରିବା ଉଚିତ? ହଁ, ଜଗତ ହିତରେ ଆମେ ସବୁବେଳେ ଗଛ ଲଗାଇବା ଉଚିତ।
ठीक कहिछ। एबे प्रश्नटी को देख एवं चिंता करिकी तम खातारे लेख। कौन कले आम धरणी हतश्री हब नाही? कहिल कौन कले आम धरणी हतश्री हब नाही? कवितारे थिबा दशम पद को मने पकाओ। कौन कुहा जाइछि सेथिरे? हाँ, जगत हितरे गछ लगाइले सबुजिमा भरी जीव, जहा द्वारा कि परिवेश उपरे सकारात्मक प्रभाव पड़िबो एवं धरणी आउ हतश्री हेब नाही। तमे सबू जानिछ ना? आस कविता को बुझिबा एवं जहा बुझीछे ताकू खातारे लेखिबा। एबे तुमको गोटे पद्यांश मु देखैबी, सेही पद्यांश को देखी तमे तुम सांग मानक सहित आलोचना करी निज खातारे लेखिबो। देखिल, धरणी हसिले आम परिवेश हेब नाही हतश्री। एई पद्यांश रु तमे कोन बुझी पारुछ? कहिल मते। हाँ, एही पद्यांश रे कुहा जाइछि जे जदि पृथ्वी हसिबा भली सुंदर और सुस्थ रहे तेबे आम परिवेश केबे नष्ट बा दुखी हेब नाही। तापरे देखिबा चलो कोन अछि? पद्य रूपरु आमे गद्य रूपरे प्रकाश करिबा। धरणी हसिले आम परिवेश हेब नाही हतश्री। याकू गद्य रूपरे प्रकाश कले आमे कोन लिखि पारिबा? देखिल, रेखांकित पद को देख, यह हेउछि पद्य रे प्रकाशित रूप। एहार गद्य रूप हेउछि हतश्री नुहे? ठीक सेमिति मु क स्तंभ रे केतोटी पद्य रूप थिबा शब्द तुमको कहिबी, तमे ताकू गद्य रूप रे प्रकाश करी मते जणैबो। देखिबा आस। हाँ, हतश्री नुहे? ताकू आमे कोन कले? हतश्री। अच्छा, आसरार गद्य रूप कोन हबो? आश्रा। जन्मर कोन हबो? जन्म। ईर्षार कोन हबो? ईर्षा। आउ पराणर? प्राण। ठीक कहिछ तमे। एमिति जदि पद्यरे आउ किछि पद्य रूप थिबो ताहेले तमे बाहर करी तार गद्य रूप रे प्रकाश करी निज खातारे लेखिबो। हैला? अच्छा पिला माने, एबे मु तुमको किछि कल्पनामूलक प्रश्न पचारिबी। आशा करुछि तमे समस्ते ताहार उत्तर करिबो। देखिल, जदि आम पृथ्वी गछ शून्य हेइ जिवो ताहेले कोन हबो कहिल? एइटाकू अनुमान करी तमे अति कम रे 10टी वाक्य तम खातारे लेखिबो। आउ गोटे प्रश्न अछि, जदि तुमको अन्य ग्रह को जिबार सुजोग मिलिबो तेबे तुमे केउ ग्रह को जिबाकू चाहिबो? तुमको जो ग्रह पसंद लागुची सेई ग्रह संपर्क रे तमे 10 धाड़ी लेखिबो। हैला? यह तुम पई गृह कार्य। कौन भिडियोटी भल लागिला? आशा करुछि समस्तंकु भल लागिथिबो। ताहेले पुणी देखा हेबा आउ गोटे नुआ भिडियो रे। सेतेबेଳ पर्यंत रहिली। धन्यवाद। खुशी रे शिखिबा समस्तंक अधिकार। नमस्कार।